ଗତ 3 ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାତି 8ଟା ସୁଦ୍ଧା ଆନନ୍ଦପୁରଠାରେ ବୈତରଣୀ ସତର୍କ ସଂକେତ ଅତିକ୍ରମ କରି 37.660 ମିଟରରେ ପ୍ରବାହିତ ହେଉଥିବା କେନ୍ଦ୍ରୀୟ ଜଳାଆଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଜି ସକାଳ 7ଟାରେ ନିଆଯାଇଥିବା ରିଡିଂ ଅନୁଯାୟୀ ଜଳସ୍ତର 37.550କୁ ବୃଦ୍ଧି ପାଇଛି। ତେବେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସାଧାରଣ ଲୋକଙ୍କ ମନରେ ଏବଂ ତଳିଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଆନନ୍ଦପୁର ବ୍ୟାରେଜର ଜଳଧାରଣ ଶକ୍ତିର ଆନୁପାତିକ ହାରକୁ କଳନା କରାଯାଇ 8ଟି ଗେଟ୍ ଖୋଲାଯିବା ପରେ ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ତଳିଆ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି। ତେବେ ଯଦି ଆଗକୁ ବର୍ଷା ଜାରି ରହେ ତେବେ ବୈତରଣୀରେ ବଡ଼ ଧରଣର ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। କେନ୍ଦୁଝରରୁ ଅମୂଲ୍ୟ କୁମାର ଜେନା, ଖୋଲା ଖବର ଟିଭି।